ଜୁନାଗଡ଼ ବ୍ଲକ ଅନ୍ତର୍ଗତ ବଳଦିଆମାଲ ଗ୍ରାମରେ ବଜ୍ରପାତରେ ଜଣେ ମୃତ 3 ଗୁରୁତର। କଳାହାଣ୍ଡି ଜିଲ୍ଲା ଜୁନାଗଡ଼ ଥାନା ଅନ୍ତର୍ଗତ ବଳଦିଆମାଲ ଗ୍ରାମରେ ଆଜି ଦିନ 12:30 ସମୟରେ ଏକ ଶୋକର ଛାୟା ଖେଳି ଯାଇଥିବା ଭଳି ଘଟଣା ଘଟିଥିବାର ଦୃଶ୍ୟ ଦେଖିବାକୁ ମିଳିଛି। ସୂଚନା ଅନୁଯାୟୀ ଆଜି ସକାଳୁ ଏହି ବଳଦିଆମାଲ ଗ୍ରାମର 5 ଜଣ ମହିଳା ଚାଷ ଜମିକୁ କାମ କରିବାକୁ ଯାଇଥିଲେ ଏବଂ ସେମାନେ କାମ ସାରି ମଧ୍ୟାହ୍ନ ସମୟରେ ଫେରୁଥିବା ବେଳେ ହଠାତ୍ ପ୍ରବଳ ବର୍ଷା ସହିତ ବଜ୍ରପାତ ହୋଇଥିବାର ପ୍ରକାଶ ପାଇଛି। ଠିକ୍ ସେହି ସମୟରେ ସେହି ବଳଦିଆମାଲ ଗ୍ରାମର 5 ଜଣ ମହିଳା ଏକାକୀ ହୋଇ ଘରକୁ ଫେରୁଥିବା ସମୟରେ ତନ୍ମଧ୍ୟରୁ 4 ଜଣ ମହିଳା ବଜ୍ରପାତର ଶିକାର ହୋଇ ଜଣେ ମହିଳା ସୁରକ୍ଷିତ ଘରକୁ ଫେରିଥିବାର ସୂଚନା ମିଳିଛି। ଏହି ବଜ୍ରପାତର ଶିକାର ହୋଇଥିବା ମହିଳାଙ୍କ ମଧ୍ୟରୁ ଜଣେ ମହିଳାଙ୍କର ମୃତ୍ୟୁ ହୋଇଥିବା ବେଳେ ଅନ୍ୟ 3 ଜଣ ମହିଳା ଗୁରୁତର ଅବସ୍ଥାରେ ଜୁନାଗଡ଼ ମେଡିକାଲରେ ଭର୍ତ୍ତି କରାଯାଇଥିବାର ଦୃଶ୍ୟ ଦେଖିବାକୁ ମିଳିଛି। ଏଥିମଧ୍ୟରୁ ସଞ୍ଚିତା ବିଶ୍ୱାଳ ନାମକ ମହିଳା ଘଟଣାସ୍ଥଳରେ ହିଁ ମୃତ୍ୟୁ ହୋଇଥିବାର ଖବର ମିଳିଥିବା ବେଳେ କ୍ଷୀରଦେଇ ପ୍ରଧାନୀ, ସଂଯୁକ୍ତା ଲହଚେଲ ଏବଂ ଭୂମିସୁତା ଲହଚେଲଙ୍କୁ ଗୁରୁତର ଅବସ୍ଥାରେ ଘଟଣାସ୍ଥଳରୁ ଉଦ୍ଧାର କରାଯାଇଥିଲା। ପ୍ରଥମେ ସମସ୍ତଙ୍କୁ ଜୁନାଗଡ଼ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇ ଚିକିତ୍ସା କରାଯାଇଥିଲା ଏବଂ ତାପରେ ସେମାନଙ୍କର ସ୍ୱାସ୍ଥ୍ୟାବସ୍ଥା ଅତି ଗୁରୁତର ହେବାରୁ ସେମାନଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଭବାନୀପାଟଣାକୁ ସ୍ଥାନାନ୍ତରିତ କରାଯାଇଥିଲା। ଆଜି ବଜ୍ରପାତର ଘଟଣାକୁ ନେଇ ବଳଦିଆମାଲ ଗ୍ରାମରେ ତଥା ଆଖପାଖ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି। ଏସବୁ ଘଟଣାକୁ ନେଇ ଜୁନାଗଡ଼ ପୋଲିସ ଘଟଣାସ୍ଥଳକୁ ଯାଇ ତଦନ୍ତ ଆରମ୍ଭ କରୁଥିବାର ସୂଚନା ମିଳିଛି। କଳାହାଣ୍ଡି ଜିଲ୍ଲା ଜୁନାଗଡ଼ରୁ ବିଜୟଭୂଷଣ ଦଣ୍ଡସେନାଙ୍କ ରିପୋର୍ଟ, ରିପବ୍ଲିକ୍ ଓଡ଼ିଶା, ସାଧାରଣ ଲୋକଙ୍କ ସ୍ୱର।